ଅଧିବାସୀକି ଧନ୍ୟବାଦ। Thank you. ମୁଁ ଆଜି ଆପଣମାନଙ୍କୁ ଯୀଶୁଙ୍କର ମୃତ୍ୟୁ ପୁଣି କବର ପ୍ରାପ୍ତ ହେଲେ ପୁଣି ତୃତୀୟ ଦିନରେ ମୃତ୍ୟୁକୁ ଜୟ କରି ସେ ଉଠିଲେ ତାହାର କିଛି ରହସ୍ୟ କହିବି। The mystery of Jesus' death and his burial and his resurrection. Hallelujah. ଆମେ ଜାଣିଛୁ ଯୀଶୁ ମୃତ୍ୟୁ ଭୋଗ କଲେ କ୍ରୁଶରେ। ଆମେ ଜାଣିଛୁ ଯୀଶୁଙ୍କୁ କବରରେ ରଖାଗଲା। ଆଜି ମଧ୍ୟ ଜେରୁସାଲେମରେ ତାଙ୍କର କବର ଅଛି ଆଉ ତାଙ୍କର କବର ଖୋଲା ଅଛି। Hallelujah. ସବୁ କବର ବନ୍ଦ ଅଛି କିନ୍ତୁ ଯୀଶୁଙ୍କର କବର ଖୋଲା ଅଛି। ଗୋଟେ ତାଳି ମାରି ପ୍ରଭୁଙ୍କୁ ଧନ୍ୟବାଦ। କେତେ ମହାପୁରୁଷ ଆଇଲେ, କେତେ ଲୋକମାନେ ଆସିଲେ ଆଉ କହିଲେ ଯେ ମୁଁ ଭଗବାନ କହିଲେ। ଆଉ ସେମାନେ ଏତିକି କହିଲେ ଯେ ଆମେ ମରିଗଲା ପରେ 3 ଦିନ ପରେ ଉଠିବି, ମୋର ଶରୀରକୁ ତୁମେ କବର ଦେବ ନାଇଁ ଉଡ଼େଇବ ନା ଏମିତି ବି କହିଲେ। ଆଉ ସେଥିପାଇଁ ସେମାନଙ୍କୁ କବର ନ ଉଡ଼େଇକିରି ରଖିଥିଲେ। ଦିନେ ହେଇଗଲା, 2 ଦିନ ହେଇଗଲା, 3 ଦିନ ହେଇଗଲା, ସେ ଆଉଠୁ ସେମାନେ ଆଉଠୁ ନା ସେମାନେ ନିଜକୁ କଣ କହୁଛନ୍ତି ଭଗବାନ। ହଜାର ହଜାର ଲୋକ, ଜଣେ 2 ଜଣ ନାହିଁ। ଆଜି ବି ଆମର ଅଞ୍ଚଳରେ ଏତେ ଆମେ ଜାଣିପାରିବା ନାହିଁ। ଭୁବନେଶ୍ୱର ପଟେ ସମସ୍ତଙ୍କର ଗୋଟିଏ ବାବା ଥିଲେ। କି ବାବା? ହେଲେ ଆପଣ ଏଠି ଜାଣିପାରିବେ ନାହିଁ କି ଗୋଟେ ଭଗବାନ ସେଠି ଜଣକୁ ଗୋଟେ ସେ ତାର ଲକେଟ ପିନ୍ଧିଥିବ। ମୁଁ ପଚାରିଲି ମୋ ସାଙ୍ଗକୁ, ଆରେ ଏ ଯୋଉ ଲକେଟ ପିନ୍ଧିଛ ଏଇଟା କିଏ? ତେବେ ଏଇଟା ମୋର ନିଜର ବ୍ୟକ୍ତିଗତ ଦେହ, ବ୍ୟକ୍ତିଗତ ବାବା ବୋଲେ ସେମାନେ ସେଠି ବିଶ୍ୱାସ କରୁଛନ୍ତି। ଆଉ ସେମିତି ବାବା ମାନେ କେତେ ବାବା ଆସିଲେ କେତେ ବାବା ଗଲେ ମାତ୍ର ଉଠି ପାରିଲେ ନାହିଁ। କିନ୍ତୁ ଆମ ଯୀଶୁ ରାଜା ସେ ମନୁଷ୍ୟ ଦେହରେ ଆସିଲେ ଆଉ ସେ ଆମ ପାଇଁ କ୍ରୁଶରେ ଜୀବନ ଦେଲେ, ସେ ମୃତ୍ୟୁ ବରଣ କଲେ। ଆଉ ସେ ଯେପରି କହିଥିଲେ ମୁଁ ତୃତୀୟ ଦିନରେ ଉଠିବି, ଠିକ ସେହିପରି ସେ ତୃତୀୟ ଦିନରେ ମୃତ୍ୟୁକୁ ଜୟ କରି ସେ ଉଠିଲେ। ହାଲେଲୁୟା। ଆଉ ସେ ପ୍ରମାଣିତ କରିଦେଲେ ଯେ ସେ ହେଉଛନ୍ତି ସତ୍ୟ ଈଶ୍ୱର। କି ଈଶ୍ୱର? ହାଲେଲୁୟା। ଯେ ମୃତ୍ୟୁକୁ ଜୟ କରିବେ ସେ ହିଁ ସତ୍ୟ ଈଶ୍ୱର। ଏହା ସେ ପ୍ରମାଣିତ କରିଦେଲେ। ମୋ ପ୍ରିୟ ମାନେ, ଅନେକ ଲୋକ କହିଲେ ମରିଗଲା ପରେ ଆମେ ଉଠିବୁ ବୋଲି, କିଏ ଉଠି ପାରିଲେ ନାହିଁ। କିନ୍ତୁ ଯୀଶୁ ମରିକିରି ଉଠିଲେ ଆଉ ସେ ପ୍ରମାଣିତ କଲେ। ଆଉ ଜଣେ 2 ଜଣଙ୍କୁ ଦର୍ଶନ ଦେଇନାହାନ୍ତି, ଏପରିକି 500ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେ ଦର୍ଶନ ଦେଇଛନ୍ତି। ପ୍ରଥମ କଥା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଯେତେବେଳେ କ୍ରୁଶରେ ମୃତ୍ୟୁବରଣ କଲେ ଆମେ ମଧ୍ୟ ଆତ୍ମିକ ଭାବେ ତାଙ୍କ ସହିତ କ୍ରୁଶରେ ମୃତ୍ୟୁ ଭୋଗ କଲୁ। ବାଇବେଲ ଲେଖାଯାଏ ଆଦମ ଯେତେବେଳେ ପାପ କଲେ, ଆଦମ ପାପ କରିବା ଦ୍ୱାରା ଆମେ ସମସ୍ତେ ପାପୀ ହେଲୁ। ଆଉ ଆତ୍ମିକ ଭାବେ ଏବେ ଯେମିତି ଆଦମ ପାପ କଲାରୁ ଆମେ ମଧ୍ୟ ଆତ୍ମିକ ଭାବେ ମରିଗଲୁ, ଠିକ ସେହିପରି ଆମମାନଙ୍କୁ ଆତ୍ମିକ ଭାବେ ଯୀଶୁ କ୍ରୁଶ ଉପରେ ନେଲେ। କୋଉଠି ନେଲେ? ଆତ୍ମିକ ଭାବେ। ଏଟା ଆଖିରେ ଦୁଃଖ ନାଇଁ, କିନ୍ତୁ ବାଇବେଲ କହୁଛି ଯେ ସାରା ମାନବ ଜାତିକୁ ପ୍ରଭୁ କ୍ରୁଶ ଉପରେ ନେଲେ। ସେଥିପାଇଁ ଲେଖାଯାଏ ରୋମିଓ 6 ଗାଡକୁ, ରୋମିଓ 6 ତାର 8 ପଦ ପଢୁଛୁ। ଆମେ ମାନେ ଖ୍ରୀଷ୍ଟଙ୍କ ସହିତ ଆରେ କେତେବେଳେ ମରିଲୁ? ଯୀଶୁ ତ 2000 ବର୍ଷ ତଳେ କ୍ରୁଶରେ ମରିଲେ, ଆମେ ମାନେ କେମିତି ମରିଲୁ? ଆଦର ପଡ ଭାଇ, ସେ ଲାଇନ୍ କୁ ଆଦର ପଡ। ହଁ ଦେଖନ୍ତୁ, ଆମେ ଯଦି ଖ୍ରୀଷ୍ଟଙ୍କ ସହିତ, ଏଇଟା ଖ୍ରୀଷ୍ଟିଆନ ବିଶ୍ୱାସ। କି ବିଶ୍ୱାସ? କଣ ସେ ବିଶ୍ୱାସ? ଯେ ଆମେ ମାନେ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ମରି, କିଏ ମରିଲା? ଆମର ଆତ୍ମିକ ଜୀବନ ଯୋଉଟା ପାପ ହେତୁ ମୃତ ଅବସ୍ଥା ଥିଲା। କଣ ଥିଲା? ମୃତ ଅବସ୍ଥା ଥିଲା। ସେଇ ମୃତ ଅବସ୍ଥା କ୍ରୁଶ ଉପରେ ମରିଗଲା। ହାଲେଲୁୟା। ମାନେ ଆମେ କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ସହିତ ମରିଅଛୁ। ଏଟା ହଉଛି ଆତ୍ମିକ ରହସ୍ୟ। କି ରହସ୍ୟ? ଆଉ ଗୋଟେ ପଦ ପାଉଲ କହୁଛନ୍ତି ଗାଲାତୀୟ 2:20, ଗାଲାତୀୟ 2:20 ହତ ହୋଇଅଛି। କେବେ
কে ক্রুশରେ ଚଢ଼ିକି ହାତ ଦେଖ। ତେବେ ପାଉଲ କେମିତି କହୁଛନ୍ତି ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ପଦ କେମିତି ହେଲେ ଆତ୍ମିକ ଭାବେ କେମିତି এইটা হচ্ছে আত্মিক রহস্য ক্রুশ উপরে যিশু মৃত্যু ভোগ কলে তাଙ୍କ ସହିତ ଆମେ ବି ମରିଛୁ ତାଙ୍କ ସହିତ ଆମେ ବି ମରିଛୁ ବନ୍ଧୁ ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି এই যে খ্ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହେଲା এই କିଏ ଜାଣିଛନ୍ତି ଏ ହେଉଛନ୍ତି ଆମେ ପାପୀ ମନୁଷ୍ୟ କି ମନୁଷ୍ୟ ପାପୀ ମନୁଷ୍ୟ କୋଉଠି ହତ ହେଲୁ କ୍ରୁଶରେ ଆଉ ଏମିତି କି ହତ ହେଲା ପରେ ଯଦି ଯୀଶୁ କବର ପ୍ରାପ୍ତ ହେଲେ ଆମେ ମଧ୍ୟ ଯୀଶୁଙ୍କ ସହିତ କବର ପ୍ରାପ୍ତ ହେଲୁ କଣ ପ୍ରାପ୍ତ ହେଲୁ এক নম্বর কথা মনে রাখো আমারে যীশুଙ୍କ ସହିତ ମରିଅଛୁ କଣ କୁହନ୍ତୁ ମୁଁ ଯୀଶୁଙ୍କ ସହିତ ମରିଅଛି সেটা কার দিকে পড়তে পারো দুই দিকে হ্যাঁ হ্যাঁ কত হয়েছি ମୁଁ ଆଉ ଜୀବିତ ନୁହେଁ ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି ହାଲେଲୁୟା এইটা হচ্ছে সত্য মহিমা যীশুଙ୍କ সହିତ ଆମେ ମୃତ ହେଲୁ ମୋର ପୁରାତନ ଜୀବନ କଣ ହେଇଯାଇଛି ମରି ଯାଇଛି ଏମିତିକି ଆମେ କବର ବି ପ୍ରାପ୍ତ ହେଲୁ এটা হচ্ছে 2 নম্বর পয়েন্ট we have buried with Jesus যীশুଙ୍କ ସହିତ ଆମେ কবর ବି পাইଛୁ এটা হচ্ছে আত্মিক জগতের কথা কারণ দিকে রোমিও 4:16 তার 3-4 পড়ো আম্ভেমানে যেতে রক্ত হ্যাঁ খ্রিস্ট যিশু কথারে বাপ্তিজিত হইয়াছু হ্যাঁ সমস্তে যে তাহাଙ୍କ মরণରେ ବାପ୍ତିଜିତ ହଇଅଛୁ ଏହା ଠିକଭାବେ ଜାଣନ୍ତି ତାଙ୍କ ସହିତ କଣ ପ୍ରାପ୍ତ ହେଇଛୁ ଯୋଉଦିନ ଯୀଶୁଙ୍କର ସମାଧି ହେଲା କେବଳ ତାଙ୍କ ସମାଧି ହେଇନାହିଁ ଆପଣଙ୍କର ଆଉ ମୋର ବି ସମାଧି ହେଇଛି କି ଜୀବନ ସମାଧି ପାଇଲା ପାପର ଜୀବନ କି ଜୀବନ ସମାଧି ପାଇଲା ପାପର ଜୀବନ କି ଜୀବନ ସମାଧି ପାଇଲା ମୃତ୍ୟୁ ପାପର ମାନେ ଆମେ ଏକ ପ୍ରକାର ମରି ଯାଇଥିଲୁ କହିଲେ ଚଳେ সেই জীবন কোটি পাইলা সমাধি পাইলা কোন যীশুଙ୍କ ସହିତ ସମାଧି ପାଇଛି ହାଲେଲୁୟା এটা হচ্ছে গুড নিউজ কোনটা এটা গুড নিউজ আরে কোন পাপ জীবন সমাধি পাইলা সমাধি পাইল না মরি ন থাকা সমাধি পাইল থাকা বলে এ শরীরের মরু মরু করতে চাই খুব চাইতা না সে ধনী লোক লাগার কথা আপনি জানেন সে ধনী ব্যক্তি দুদিন মরি গেল সে কবর भी পাইলা বাইবেল লেখাছে কোন পাইলা কবর भी সে পাইলা মাত্র তার আত্মা ফুটি গলা নরকু কাହିଁକି ନା ସେ ଉଦ୍ଧାର ପାଇ ନଥିଲା ବିଶ୍ୱକୁ ପାଇ ନଥିଲା ମରୁ ନରକକୁ ଗଲା କିନ୍ତୁ ଯେଉଁମାନେ କ୍ରୁଶରେ ମରି ଯାଇଛନ୍ତି ବୋଲି ବିଶ୍ୱାସ କରୁଛନ୍ତି ଯେଉଁମାନେ କବର ପ୍ରାପ୍ତ ମୋର ପୁରାତନ ଜୀବନ କବର ପାଇ ଯାଇଛି ବୋଲି ବିଶ୍ୱାସ କରୁଛନ୍ତି ସେମାନେ ମରୁ ସ୍ୱର୍ଗକୁ ହାଲେଲୁୟା ସେମାନେ ଉତ୍ଥାପିତ ହେବେ ଯୀଶୁଙ୍କ ସହିତ ଏରା ଆମେ ବିଶ୍ୱାସ କରିବା ଦରକାର Colosio 2 পর্ব তার 12 পর্ব ତୁମେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାନ ପ୍ରାପ୍ତ ହୋଇ ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କୁ କାର୍ଯ୍ୟ ସାଧନ ନିମନ୍ତେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ হয়তো ভাই জনে হালেলুয়া যিশু যেତେବେଳେ କ୍ରୁଶରେ ମୃତ୍ୟୁବରଣ କଲେ ଆପଣ ମୁଁ ବି ସେଠି ମରିଲୁ ଯେତେବେଳେ ସେ ସମାଧି ପାଇଲେ ଆପଣ ମୁଁ ମଧ୍ୟ ସମାଧି ପାଇଲୁ ଯେତେବେଳେ ସେ ମୃତ୍ୟୁକୁ ଜୟ କରିଥିଲେ ଆପଣ ଆଉ ମୁଁ ମଧ୍ୟ ମୃତ୍ୟୁକୁ ଜୟ କରି ଉଠିଲୁ ହାଲେଲୁୟା এটা হচ্ছে আত্মিক রহস্য এটা লুচিଥିବା কথা কি কথা লুচিଥିବା কথা বাইবেলରେ ପରମେଶ୍ୱର ପରେ ପରେ ପାଉଲଙ୍କ ଦ୍ୱାରା ପ୍ରକାଶ କଲେ ଯେ ଖ୍ରୀଷ୍ଟଙ୍କ ସହିତ ଆମେ ଉତ୍ଥାପିତ ହୋଇଅଛୁ ହାଲେଲୁୟା ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ସହିତ ଉଠିଲୁ বাইবেলে লেখা হলো রে মৃত্যু
ମାନେ ଜୟ ମୃତ୍ୟୁକୁ ଗ୍ରାସ କରିଅଛି। ରେ ମୃତ୍ୟୁ କାହିଁକର ଜୟ, ରେ ମୃତ୍ୟୁ କାହିଁକର ନାବୁଡ, ଜୟ ମୃତ୍ୟୁକୁ ଗ୍ରାସ କରିଅଛି। ସମସ୍ତେ କହିଲା ଜୟ ମୃତ୍ୟୁକୁ ଗ୍ରାସ କରିଅଛି, ମାନେ ମୃତ୍ୟୁକୁ ହରାଇଛି। କିଏ ହରାଇଲା ମୃତ୍ୟୁକୁ? ଜୟ, କାହାର ଜୟ? ଯୀଶୁଙ୍କର ଜୟ, ଆଉ ଆପଣଙ୍କର ମଧ୍ୟ ଜୟ। ହାଲେଲୁୟା। କ୍ରୁଶରେ କେବଳ ଯୀଶୁ ବିଜୟ ଯାତ୍ରା କଲେ ତାହା ନୁହେଁ, କିନ୍ତୁ ସେ ଆପଣଙ୍କୁ ନେଇକି ସେ ବିଜୟ ଯାତ୍ରା କଲେ। କହନ୍ତୁ ମୁଁ ବିଜୟ ଅଟେ। ହାଲେଲୁୟା। ମୁଁ ବିଜୟ ଅଟେ। ଜୟ ମୃତ୍ୟୁକୁ ଗ୍ରାସ କରିଅଛି, ମାନେ ଜୟ ମୃତ୍ୟୁକୁ ହରାଇଅଛି। ତାପରେ ସେ 2 4 5 6 ଏପରି ଅପରାଧରେ ମୃତ ହେଲେ। ଗୋଟେ ଦିନ ଆମେ କେମିତି ଥିଲୁ? ଅପରାଧରେ ମୃତ ଥିଲୁ। ଦୟାର ସାଗର ଯେ ଈଶ୍ୱର, ସେ ଆମମାନଙ୍କୁ ଏଡ଼େ ମହାନ ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ହାଲେଲୁୟା। କଣ କରିଅଛନ୍ତି? ତା ସହିତ କେବେ କଲେ? ଯେତେବେଳେ ଖ୍ରୀଷ୍ଟ ସଜୀବ ହେଲେ, ମୃତ୍ୟୁଞ୍ଜୟ ହେଲେ, ଆପଣ ମଧ୍ୟ ଖ୍ରୀଷ୍ଟଙ୍କ ସହିତ ସଜୀବ ହେଲେ। ପ୍ରେଜ୍ ଦ ଲର୍ଡ। ଆମମାନେ ଆତ୍ମିକ ଭାବେ ମୃତ ଅବସ୍ଥା ଥିଲା, କିନ୍ତୁ ଯେତେବେଳେ ଯୀଶୁ ପୁନରୁତ୍ଥାନ ହେଲେ, ଆପଣ ମାନଙ୍କର ମଧ୍ୟ ଆତ୍ମିକ ଭାବେ ପୁନରୁତ୍ଥାନ ହେଇଛି। କହନ୍ତୁ ମୁଁ ଉଠି ଅଛି। ସେଠି କହନ୍ତୁ ମୁଁ ଉଠି ଅଛି। ସାଇଡ୍ ଟିକେ ହାତ ମିଶାଇ କହନ୍ତୁ ମୁଁ ଉଠିଛି। ସହି ନାହିଁ ବୋଲା। ହାଲେଲୁୟା। କାहे ଉଠିଛନ୍ତି? ଆଉ ଉଠିଲେ ବି କଣ ସାଧାରଣ ଲୋକ ସେଟା ଉଠବା ଡାକି ମୃତ୍ୟୁକୁ ହରାଇକି ଉଠିଛନ୍ତି। ସେଥିପାଇଁ ଆପଣ କହିପାରିବେ ରେ ଜୟ ମୃତ୍ୟୁକୁ ଗ୍ରାସ କରିଅଛୁ। ରେ ମୃତ୍ୟୁ କାହିଁକର ଜୟ, ରେ ମୃତ୍ୟୁ କାହିଁକର ନାବୁଡ। ଆପଣ ଯଦି ଇଚ୍ଛା ମରିବା ପାଇଁ ଇଚ୍ଛା କରିବେ ନାହିଁ ବୋଲେ ମୃତ୍ୟୁ ବି ମାରିପାରିବେ। କଣ କହିଲି ବୁଝିପାରିଲେ? ଆଉ ଥରେ କହୁଛି, ଧ୍ୟାନ ରଖନ୍ତୁ। ଆପଣ ଯଦି ମରିବାକୁ ଇଚ୍ଛା କରିବେ ନାହିଁ ବୋଲେ ମୃତ୍ୟୁ ମଧ୍ୟ ଆପଣଙ୍କୁ ମାରିପାରିବ। କାହିଁକି? କାରଣ ଯୀଶୁଙ୍କ ସହିତ ଆପଣ ମୃତ୍ୟୁକୁ ହରାଇଛନ୍ତି। ଯୀଶୁଙ୍କ ସହିତ ମୃତ୍ୟୁକୁ ହରାଇଛନ୍ତି, ଆଉ ତାଙ୍କ ସହିତ ସଜୀବ ହୋଇଛନ୍ତି, ଉତ୍ଥାପିତ ହୋଇଛନ୍ତି। ଆଉ ଆତ୍ମିକ ଭାବେ ତାଠାରୁ ଆଉ ଗୋଟେ ବହୁତ ବଡ଼ ପାୱାରଫୁଲ କଥା ଆପଣ ଜାଣିଛନ୍ତି, ସେ ଉଠାଇଲେ ତ ଉଠାଇଲେ। ଆଚ୍ଛା, ଯୀଶୁ ସ୍ୱର୍ଗକୁ ଗଲା ପରେ କୋଉଠି ବସୁଛନ୍ତି? ପିତାଙ୍କର ସେଟା ଲେଖା ହେଇଛି, ପଢନ୍ତୁ 6 ପଦରେ। ପୁଣି ତାଙ୍କ ସହିତ ଆମମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ, ମାନେ ଆତ୍ମିକ ଭାବରେ ବର୍ତ୍ତମାନ ଆପଣ ଯୀଶୁଙ୍କ ସହିତ ସ୍ୱର୍ଗରେ ବସିଛନ୍ତି। এটা কোন সাধারণ কথা? ମୁଁ କହୁଛି କି ବାଇବେଲ କହୁଛି। ହାଲେଲୁୟା। ଆପଣ କ୍ରୁଶରେ ଆତ୍ମିକ ଭାବେ ମୃତ ହୋଇଗଲେ, ଆତ୍ମିକ ଭାବେ କବର ପ୍ରାପ୍ତ ହେଲେ, ଆତ୍ମିକ ଭାବେ ଯୀଶୁଙ୍କ ସହିତ ସଜୀବ ହୋଇଛନ୍ତି, ଆଉ ଆତ୍ମିକ ଭାବେ ବର୍ତ୍ତମାନ ଆପଣ ଶରୀରରେ ଏଠି ଅଛନ୍ତି, କିନ୍ତୁ ଆତ୍ମିକ ଭାବେ ଆପଣ ବର୍ତ୍ତମାନ ଯୀଶୁଙ୍କ ସହିତ ସ୍ୱର୍ଗରେ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଛନ୍ତି। এটা ଆପଣ ହିସାବରେ ଦେଖିନଥିବେ, ଜାଣିନଥିବେ, କିନ୍ତୁ ସ୍ୱର୍ଗର ଦୂତମାନେ ଦେଖୁଛନ୍ତି, ଆଉ ଭୂତମାନେ ବି ଜାଣିଛନ୍ତି। ଆପଣଙ୍କୁ ଜାଣିବାକୁ ଦେଉନାହାନ୍ତି। ଯୋଉଦିନ ଜାଣିଦେବେ ତାକୁ ତ ଚପଟି ଦେବେ। ଆଉ